ମୁଁ ଆପଣଙ୍କୁ ଦୁଇ ଚାପୁଡ଼ ମାରିବି। ଏଇଟା ଆପଣ ଲେଖିକି ରଖନ୍ତୁ। ସେଠି ଚାହିଁ କିଏ ବି ଥାଉ, ଯଦି ଓଡ଼ିଶାର ସବୁଠୁ ପାୱାରଫୁଲ ବ୍ୟକ୍ତିତ୍ୱ ଠିଆ ହେଇଥିବେ, ଆପଣ ଯଦି ତାଙ୍କ ସହିତ ବି ଠିଆ ହେଇଥିବେ, ମୁଁ ଆପଣଙ୍କୁ ଦୁଇ ଚାପୁଡ଼ ମାରିବି। ମାରି ସାରିଲା ପରେ କହିବି ଭାଇ ନମସ୍କାର। ମିଶ୍ର କିଏ, ତପି ମିଶ୍ର କିଏ, ଏ ଭିଡ଼ିଓରେ ଯେତେବେଳେ ଆପଣ ଦେଖିବେ ତ ଆପଣ ଜାଣିସାରିଥିବେ ମୁଁ କିଏ। ସେତେବେଳେ ତ ଜାଣିସାରିଥିବେ ଯେ ମୁଁ କିଏ ବୋଲି। ଝିଅକୁ ପ୍ରେଗନେଣ୍ଟ କରିଥିଲା, ସେ ବାହା ବି ହେଲାନି ତାଙ୍କ ଝିଅକୁ। ଯେଉଁ କାମଟା ମୁଁ କରିପାରିଲିନି, ଜଣେ ଜିମ୍ ଟ୍ରେନର ମୋ ଝିଅ ସହିତ କରିଦେଲା। ଗୋଟେ ଡୋଜ୍ ଦେବାର କାରଣ ହେଉଛି, ଗୋଟେ ନ୍ୟୁଜ୍ ପେପର ଅଛି ଯାହାର ନାଁ ହେଉଛି କ'ଣ ସମକିଳା ବଜ୍ର କିଳା, ନ୍ୟୁଜ୍ ପେପର ତ ନୁହେଁ, ଏଇ ଯେଉଁ ଚଟି ପେପର ମାନେ କିଛି ଲୋକ ଥାନ୍ତି ଯେଉଁମାନେ ଇଲେକ୍ସନ ସମୟରେ ପେପରର ନାଁ କହି ଲୋକାଲ ଲିଡର ମାନେ ୱାର୍ଡ ମେମ୍ବର, ସରପଞ୍ଚ, ଯେଉଁ ହାରି ଯାଉଥିବା କ୍ୟାଣ୍ଡିଡେଟ୍ ସେମାନଙ୍କ ପାଖରୁ 500, 1000, 2000 ଟଙ୍କା ନେଇକି ତାଙ୍କ ନାଁରେ ନ୍ୟୁଜ୍ କରନ୍ତି, ତାଙ୍କ ଲୋକାଲ ସାଇଟ୍ରେ ଚଲାନ୍ତି। ତ ସେମିତି ଗୋଟେ ପେପର ଯାହାର ନାଁ ହେଉଛି, ପେପର ତ ନୁହେଁ, ମୁଁ ଯେମିତି କହିପାରିବି, ପେପର କହିଲେ ଗୋଟେ ଜର୍ଣ୍ଣାଲିଜିମ୍ ଜାତି ପ୍ରତି ଗୋଟେ ଅପମାନ ହେବ। ପେପର ନୁହେଁ, ସେ ଗୋଟେ ଦଲାଲ, ମାନେ ଦଲାଲି ବୁକ୍ ଗୋଟେ ସେ ଗୋଟେ ଛାପନ୍ତି ଯାହାର ନାଁ ହେଉଛି ବଜ୍ରକିଳା। ସେ ଭାଇର ନାଁଟି ହେଉଛି ବରଦା ଅବ୍ଲିକ୍ ଟୁଲା। ବରଦା ଅବ୍ଲିକ୍ ଟୁଲା। ତାକୁ ନିଜେ ଲାଗେ ସେ ଦୁନିଆର ସବୁଠୁ ସୁନ୍ଦର ଲୋକ। ମଉସା ବୁଢ଼ା ହେଇଗଲେଣି, ସବୁବେଳେ ଗୁଟକା ଖାଆନ୍ତି। ତ ଗୁଟକା ଖାଇ ଖାଇ ମଉସାଙ୍କର ଆଙ୍ଗୁଳି ପଶୁନି ପାଟିରେ। ମଉସା କହନ୍ତି, ଏଣ୍ଡ ମଉସା ଭାବନ୍ତି ଯେ ମୁଁ ଯେହେତୁ କହୁଛି ମୁଁ ବହୁତ ବଢ଼ିଆ କହୁଛି ଆଉ ମୁଁ ବହୁତ ସୁନ୍ଦର ଦେଖିବାକୁ। ବଟ୍ ସେମିତି କିଛି ନୁହେଁ ମଉସା। ଆପଣ ତାହେଲେ ଏଜ୍ ହେଇଗଲାଣି, ଆପଣଙ୍କ ପାଗଳ ହେବାର ବି ରିଜନ୍ ଅଛି। ମୁଁ ଓଡ଼ିଶା ଲୋକମାନଙ୍କୁ କହିଦେଉଛି ଆପଣଙ୍କର ମୁଣ୍ଡ କ'ଣ ପାଇଁ ଖରାପ। ମଉସାଙ୍କର ପିଲାପିଲି ହେଉନଥିଲେ, ତ ମଉସା ତାଙ୍କ ୱାଇଫ୍କୁ ନେଇକି ସାରଥୀ ବାବାଙ୍କ ପାଖକୁ ଯାଇଥିଲେ। ସେଠି ତାଙ୍କର ଯେଉଁ ବି ଥିଲା ସାରଥୀ ବାବାଙ୍କର ସିଷ୍ଟମ୍, ତ ସାରଥୀ ସେଠି ତାଙ୍କର ଯାହା ବି କଲେ, ତାପରେ ବି ପିଲା ହେଲେନି। ତ ମୋ ସାଙ୍ଗରେ ରାଗର କାରଣ ଅବଶ୍ୟ ଅଛି, ମୁଁ ବୁଝିପାରୁଛି ମୋ ସାଙ୍ଗରେ ଏତେ ଫ୍ରଷ୍ଟ୍ରେସନର କାରଣ ଏଇଥିପାଇଁ। ତ ତାଙ୍କର ଯେତେବେଳେ ପିଲା ନହେଲେ, ସାରଥୀ ବାବାଙ୍କର ସେ ଯେଉଁ ଇଏ ସିଷ୍ଟମ୍ ଚାଲି ସାରିଲା ପରେ, ଯେଉଁ ଆଣ୍ଠ ଗୋପାଳ ହେଇକି ସ୍ତନପାନ କରିସାରିଲା ପରେ ବି ପିଲା ହେଲେନି। ତ ଗୋଟେ ପାଷ୍ଟର ଅଛନ୍ତି ଆମର, ସେ ପାଷ୍ଟରଙ୍କ ପାଖରେ ଇଏ ଶରଣରେ ପଶିଲେ। ତ ସେ ପାଷ୍ଟରଙ୍କ ଦିବ୍ୟ ପାଣିରେ ବରଦା ବାବୁଙ୍କର ପିଲା ହେଲା, ଝିଅଟେ ହେଲା। ତ ଯାହା ହଉ, ଭଗବାନ ଆଶୀର୍ବାଦ କଲେ, ଝିଅଟେ ହେଲା। କିନ୍ତୁ ଝିଅ ହେଇସାରିଲା ପରେ ସେ ଝିଅ ଯେତେବେଳେ ବଡ଼ ହେଲା, ପଢ଼ିଲା, ଆମର ଏଇଠି ଗୋଟେ ଫରେଷ୍ଟ ପାର୍କ ପାଖରେ ଗୋଟେ ଜିମ୍ ଅଛି। ସେ ଜିମ୍ରେ ଗୋଟେ ସୁଧୀର କରିକି ଜଣେ ଜିମ୍ ଟ୍ରେନର ଥିଲେ। ସେ ଝିଅଙ୍କ ସହିତ ତାଙ୍କର ଆଫେୟାର ଚାଲିଲା ଏବଂ ତାଙ୍କ ଝିଅ ପ୍ରେଗନେଣ୍ଟ ହେଇଗଲେ। ତ ଜିମ୍ ଟ୍ରେନର ମାନଙ୍କ ପାଇଁ ତାଙ୍କର ଯେଉଁ ଗୋଟେ ଅଛି କ୍ଷୋଭ, ଯେ ଯେଉଁ କାମଟା ମୁଁ କରିପାରିଲିନି, ଜଣେ ଜିମ୍ ଟ୍ରେନର ମୋ ଝିଅ ସହିତ କରିଦେଲା। ତ ସେ କ୍ଷୋଭଟା ଓଡ଼ିଶା ସାରା ଲୋକମାନଙ୍କୁ ବୁଲି ବୁଲି କାଢ଼ନ୍ତି ଏବଂ ଏଇଟା ତାଙ୍କ ରାଗର ଆକ୍ଚୁଆଲି ବେସିକ୍ ରିଜନ୍। ତ ମୁଁ ଭାବୁଛି ଓଡ଼ିଶା ଲୋକ ମାନେ ଯେହେତୁ ସେ ପାଗଳ ହେଇଯାଇଛନ୍ତି, ତାଙ୍କ ମେଣ୍ଟାଲ ପ୍ରେସର ଇଏ ଠିକ୍ ନାହିଁ, ମେଣ୍ଟାଲ କଣ୍ଡିସନ ଠିକ୍ ନାହିଁ, ନିଜ ଘରର ପରିସ୍ଥିତି ଏମିତିକା। ଏଣ୍ଡ ଯିଏ ତାଙ୍କ ଝିଅକୁ ପ୍ରେଗନେଣ୍ଟ କରିଥିଲା, ସେ ବାହା ବି ହେଲାନି ତାଙ୍କ ଝିଅକୁ। ତ ତାର କ'ଣ ରିଜନ୍ ଥିବ, ପଇସା ପତ୍ର ହଟେବା ଯାହା ବି ହଉ, ତ ବାହା ହେଲାନି। ତ ସେଇଥିପାଇଁ ବାବୁଙ୍କର ଟିକେ ମେଣ୍ଟାଲ ପ୍ରୋବ୍ଲେମ୍ ଅଛି। ତ ବାବୁଙ୍କୁ କ୍ଷମା ଦେବେ, ମାନେ ଯେଉଁ ବରଦା ବାବୁ ଅଛନ୍ତି। ବାକି ରହିଲା ତପି ମିଶ୍ର କିଏ। ତପି ମିଶ୍ର କିଏ, ଏ ଭିଡ଼ିଓରେ ଯେତେବେଳେ ଆପଣ ଦେଖିବେ ତ ଆପଣ ଜାଣିସାରିଥିବେ ମୁଁ କିଏ। ସେତେବେଳେ ତ ଜାଣିସାରିଥିବେ ଯେ ମୁଁ କିଏ ବୋଲି, କାହିଁକିନା କାଲି ରାତିରେ ବାଇଟ୍ ଦେଇଛନ୍ତି, କିଏ କୋଉଠୁ କ'ଣ କହିକି ଶୋଧିଥିବ ସେଇଟା ତ ମୁଁ ଜାଣିଛି। କିନ୍ତୁ ଆଜି ସକାଳୁ ଯେତେବେଳେ ଭିଡ଼ିଓଟା ଦେଖିବେ ଆପଣ ଜାଣିଯିବେ। ଆପଣଙ୍କ ସାଙ୍ଗରେ ଯେଉଁ ଆଉ ଦୁଇଟା ବୋଲୁଛନ୍ତି, ନିଜକୁ ଭାବନ୍ତି ସେମାନେ ଭୁବନେଶ୍ୱର ବହୁତ ବଡ଼ ବଡ଼ ଗୁଣ୍ଡା, ସେ ଦୁଇ ଜଣ ବି ଜାଣିଯିବେ। ଆଉ ଗୋଟେ କଥା ଭାଇ ଆପଣଙ୍କୁ ମୁଁ କହୁଛି, ବରଦା ଭାଇ, ଆପଣଙ୍କୁ ମୁଁ ଆଜି ଗୋଟେ ଛୋଟ ଜିନିଷ କହିଲି। ଆପଣ ଜୟଦେବ ଭବନ ଆସନ୍ତି, ପ୍ରତ୍ୟେକ ଦିନ ତ ନହେଲେ ପ୍ରତ୍ୟେକ 2 ଦିନ 3 ଦିନ କରିକି ଗୋଟେ ଟାଇମ୍ରେ ଆସନ୍ତି। ଆସିକି ସେଠି ଯେତିକି ସବୁ ଅଛନ୍ତି ଆମର କ'ଣ ଚହକ, ଟେହକ, କ୍ଷୀରନୀଳା, ଅଷ୍ଟକିଳା, ତାଙ୍କୁ ଆପଣ ଗୋଟେ ବାଇଟ୍ ଦେଇକି ଚାଲିଯାଆନ୍ତି। ତ ଆପଣଙ୍କୁ ଲାଗେ ଆପଣ ବହୁତ ବଡ଼ ସେଲିବ୍ରିଟି। ଆପଣ ଘରୁ ବାହାରନ୍ତି, ଜୟଦେବ ଭବନରେ ବସନ୍ତି, ଆସିକି କହନ୍ତି ମୋର ଗୋଟେ କ'ଣ ନେଇଯାଅ, ଲୋକ ନେଇଯାଆନ୍ତି, କାହିଁକିନା ଆପଣ ଜଣେ ଜୋକର। ଆମେ କୋଉଠିକି ବାଇଟ୍ ଦେବା ପାଇଁ ଯାଉନି। ଇଏ ହେଇଗଲା ଆପଣଙ୍କର ମୋ ଭିତରେ ଗୋଟେ ଡିଫରେନ୍ସ। 2 ନମ୍ବର ଡିଫରେନ୍ସ ହେଲା, ଯେତେବେଳେ ଆପଣମାନେ ଆପଣଙ୍କ ଭଳିଆ ବ୍ୟକ୍ତିତ୍ୱ କହନ୍ତି, ତାକୁ କେମିତି କାଉଣ୍ଟର କରାହେବ ଶାନ୍ତ ମନରେ, ମୋ ଭଳିଆ ବ୍ୟକ୍ତିତ୍ୱ ମାନେ ଜାଣିଛନ୍ତି। ତ ମୁଁ କରିଦେଲି, ଆପଣ ପୁଣି ଆସିକି ବୋବେଇବେ, କିଛି ଫରକ ପଡ଼ିବନି। ଆଉ ମୁଁ କରିବିନି ବି, ବୋବେଇବେ। ବଟ୍ ମୁଁ ଗୋଟେ ଛୋଟ ଜିନିଷ କହିଦେଉଛି, ଇନ୍ ଦ ଫ୍ୟୁଚର କୌଣସି ଜାଗାରେ, ଚାହେ ସେ କୌଣସି ରାଜନୈତିକ ମଞ୍ଚ ହେଇଥାଉ, କାହାର ଇନାଗୁରେସନ୍ ହୋଇଥାଉ, କେତେବେଳେ ମୁଁ ଜୟଦେବ ଭବନ ଯାଇଛି ଆପଣ ଠିଆ ହେଇଥିବେ, ରାସ୍ତା ଉପରେ ହେଇଥାଉ, କୌଣସି ଅଫିସରେ ହେଇଥାଉ, ଆପଣ ମୁଁ ସାମ୍ନା ଯଦି କେତେବେଳେ ଭାଇ ହବା, ମୁଁ ଆପଣଙ୍କୁ 2 ଚାପୁଡ଼ ମାରିବି। ଏଇଟା ଆପଣ ଲେଖିକି ରଖନ୍ତୁ। ସେଠି ଚାହିଁ କିଏ ବି ଥାଉ, ଯଦି ଓଡ଼ିଶାର ସବୁଠୁ ପାୱାରଫୁଲ ବ୍ୟକ୍ତିତ୍ୱ ଠିଆ ହେଇଥିବେ, ଆପଣ ଯଦି ତାଙ୍କ ସହିତ ବି ଠିଆ ହେଇଥିବେ, ମୁଁ ଆପଣଙ୍କୁ 2 ଚାପୁଡ଼ ମାରିବି। ମାରି ସାରିଲା ପରେ କହିବି ଭାଇ ନମସ୍କାର।